ହୋଟେଲରୁ ଚୋରି ଘଟଣା ସିସିଟିଭି ଫୁଟେଜରୁ ତଦନ୍ତ ଜାରି କଲା ପୋଲିସ। ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ଧାନଶୁଳା ଛଟରାଇପୁର ରାସ୍ତା କଡ଼ରେ ବନ୍ଦ ହୋଇପଡ଼ିଥିବା ଏକ ହୋଟେଲରୁ ଚୋରି ହୋଇଥିବାର ଅଭିଯୋଗ ମୋରଡା ଥାନାରେ ହୋଇଥିଲା। ଅଭିଯୋଗ ମୁତାବକ ଉକ୍ତ ହୋଟେଲର ମାଲିକ ବିଦ୍ୟାଧର ମାହାନ୍ତ ଗତକାଲି ଅପରାହ୍ନ 1ଟା ବେଳେ ହୋଟେଲରେ ତାଲା ପକାଇ ଘରକୁ ଖାଇବାକୁ ପାଇଁ ଯାଇଥିଲେ। ତେବେ କେହି ନଥିବା ଅବସ୍ଥାରେ ଦୁର୍ବୃତ୍ତମାନେ ଉକ୍ତ ହୋଟେଲରୁ ତାଲା ଭାଙ୍ଗି 32 ଇଞ୍ଚର ଏକ ଏଲସିଡି ଟିଭି, ବ୍ୟାଟାରୀ, ଇନଭର୍ଟର ଚୋରି କରି ନେଇଥିଲେ। ବିଦ୍ୟାଧର ମୋରଡା ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଥିଲା। ତେବେ ମୋରଡା ପୋଲିସ ତରଫରୁ ମୋରଡା ରାସ୍ତାରେ ଲଗାଯାଇଥିବା ସିସିଟିଭି ଫୁଟେଜ ପୋଲିସର ତଦନ୍ତକୁ ତ୍ୱରାନ୍ୱିତ କରିଛି। ଫୁଟେଜରୁ ଜଣାପଡ଼ିଛି ଏକ ନମ୍ବରବିହୀନ ସ୍କୁଟିରେ ଜଣେ ଲୋକ ଓ ଜଣେ ମହିଳାଙ୍କ ସହିତ ଉକ୍ତ ଚୋରି ଜିନିଷ ନେଇଯାଉଥିବାର ଦେଖିବାକୁ ମିଳିଛି। ଏନେଇ ମୋରଡା ଥାନାରେ 375/23ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ।